ମାଛ ଖାଇବାକୁ ଆସି ଫସିଲା କୁମ୍ଭୀର ଜାଲ ପକାଇ ଉଦ୍ଧାର କଲା ବନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବଡ଼ ଦାଣ୍ଡୁଆ ଗାଁରୁ। ଆପଣମାନେ ଚିତ୍ର ଦେଖିପାରୁଛନ୍ତି। ଗାଁର ନିତାଇ ଦାସଙ୍କ ପୋଖରୀରୁ ବନ ବିଭାଗ ଏକ କୁମ୍ଭୀରକୁ ଉଦ୍ଧାର କରିଛି। ଉଦ୍ଧାର କୁମ୍ଭୀରର ଲମ୍ବ 6.5 ଫୁଟରୁ ଅଧିକ ହୋଇଥିବା ବେଳେ ତାକୁ ଡାଙ୍ଗମାଳରେ ଛାଡ଼ିଛି ବନ ବିଭାଗ। ମାଛ ଖାଇବା ଉଦ୍ଦେଶ୍ୟରେ କୁମ୍ଭୀରଟି ଗୋବରୀ ନଦୀର ଘେରିବନ୍ଧ ଅତିକ୍ରମ କରି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଏକ୍ସକ୍ଲୁସିଭ୍ ଚିତ୍ର ଆପଣ ଦେଖୁଛନ୍ତି ଯେ କିଭଳି ଭାବରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ। ମାଛ ଖାଇବାକୁ ଆସି ଫସିଲା କୁମ୍ଭୀର ଜାଲ ପକାଇ ଉଦ୍ଧାର କଲା ବନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବଡ଼ ଦାଣ୍ଡୁଆ ଗାଁରୁ। ଆପଣମାନେ ଚିତ୍ର ଦେଖିପାରୁଛନ୍ତି। ଗାଁର ନିତାଇ ଦାସଙ୍କ ପୋଖରୀରୁ ବନ ବିଭାଗ ଏକ କୁମ୍ଭୀରକୁ ଉଦ୍ଧାର କରିଛି। ଉଦ୍ଧାର କୁମ୍ଭୀରର ଲମ୍ବ 6.5 ଫୁଟରୁ ଅଧିକ ହୋଇଥିବା ବେଳେ ତାକୁ ଡାଙ୍ଗମାଳରେ ଛାଡ଼ିଛି ବନ ବିଭାଗ। ମାଛ ଖାଇବା ଉଦ୍ଦେଶ୍ୟରେ କୁମ୍ଭୀରଟି ଗୋବରୀ ନଦୀର ଘେରିବନ୍ଧ ଅତିକ୍ରମ କରି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଏକ୍ସକ୍ଲୁସିଭ୍ ଚିତ୍ର ଆପଣ ଦେଖୁଛନ୍ତି ଯେ କିଭଳି ଭାବରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ। ମାଛ ଖାଇବାକୁ ଆସି ଫସିଲା କୁମ୍ଭୀର ଜାଲ ପକାଇ ଉଦ୍ଧାର କଲା ବନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବଡ଼ ଦାଣ୍ଡୁଆ ଗାଁରୁ। ଆପଣମାନେ ଚିତ୍ର ଦେଖିପାରୁଛନ୍ତି। ଗାଁର ନିତାଇ ଦାସଙ୍କ ପୋଖରୀରୁ ବନ ବିଭାଗ ଏକ କୁମ୍ଭୀରକୁ ଉଦ୍ଧାର କରିଛି। ଉଦ୍ଧାର କୁମ୍ଭୀରର ଲମ୍ବ 6.5 ଫୁଟରୁ ଅଧିକ ହୋଇଥିବା ବେଳେ ତାକୁ ଡାଙ୍ଗମାଳରେ ଛାଡ଼ିଛି ବନ ବିଭାଗ। ମାଛ ଖାଇବା ଉଦ୍ଦେଶ୍ୟରେ କୁମ୍ଭୀରଟି ଗୋବରୀ ନଦୀର ଘେରିବନ୍ଧ ଅତିକ୍ରମ କରି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଏକ୍ସକ୍ଲୁସିଭ୍ ଚିତ୍ର ଆପଣ ଦେଖୁଛନ୍ତି ଯେ କିଭଳି ଭାବରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ। ମାଛ ଖାଇବାକୁ ଆସି ଫସିଲା କୁମ୍ଭୀର ଜାଲ ପକାଇ ଉଦ୍ଧାର କଲା ବନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବଡ଼ ଦାଣ୍ଡୁଆ ଗାଁରୁ। ଆପଣମାନେ ଚିତ୍ର ଦେଖିପାରୁଛନ୍ତି। ଗାଁର ନିତାଇ ଦାସଙ୍କ ପୋଖରୀରୁ ବନ ବିଭାଗ ଏକ କୁମ୍ଭୀରକୁ ଉଦ୍ଧାର କରିଛି। ଉଦ୍ଧାର କୁମ୍ଭୀରର ଲମ୍ବ 6.5 ଫୁଟରୁ ଅଧିକ ହୋଇଥିବା ବେଳେ ତାକୁ ଡାଙ୍ଗମାଳରେ ଛାଡ଼ିଛି ବନ ବିଭାଗ। ମାଛ ଖାଇବା ଉଦ୍ଦେଶ୍ୟରେ କୁମ୍ଭୀରଟି ଗୋବରୀ ନଦୀର ଘେରିବନ୍ଧ ଅତିକ୍ରମ କରି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଏକ୍ସକ୍ଲୁସିଭ୍ ଚିତ୍ର ଆପଣ ଦେଖୁଛନ୍ତି ଯେ କିଭଳି ଭାବରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।